ହେଇକରି ଠାକୁରଙ୍କ ପାଖକୁ ଯାଇକରି ମଶା ଯେମିତି କରୁଛି ମାନେ ଠାକୁର ଗାଲିରେ ହାତ ମାନେ ଏମିତି କଲା ନା ମଶାଟା ଉରୁଡ଼ି ଚାଲିଗଲା। ତେଣୁ ଶ୍ରୀ ବର୍ତ୍ତା ଆଜି ଯୁଗାଚାର୍ଯ୍ୟ ହେଇଥିଲି। ଯୁଗ ଚାର୍ଯ୍ୟର ହବାର କାରଣ କ'ଣ ନା ଯୁଗ ମାଫିକି ସେ ସବୁ ଜୀବନ କୌଶଳ ଗୁଡ଼ା ଦେଇଛି। ଠାକୁର ଯେଉଁ ଇଷ୍ଟବୃତ୍ତି ବିଧାନ ଦେଇଥିଲେ ସେ ଇଷ୍ଟବୃତ୍ତି ବିଧାନ କେମିତି କ'ଣ କରିବା ତାକୁ କେହି ଜାଣିନଥିଲେ। ସେ ବର୍ତ୍ତା ଇଷ୍ଟବୃତ୍ତି ବିଧାନଟାକୁ ପରିବର୍ତ୍ତନ କରିଦେଲେ। ଏଭଳି ଭାବରେ ପରିବର୍ତ୍ତନ କଲେ ସେ ବର୍ତ୍ତା କହୁଛନ୍ତି ତା ଇଷ୍ଟବୃତ୍ତି ପ୍ରସଙ୍ଗଟା ବହି ଅଛି ତାକୁ ସେ ବର୍ତ୍ତାଙ୍କର ଉକ୍ତି ଗୁଡ଼ା ତା ଦେହରେ ବହୁ ଭାବରେ ଅଛି। ତେଣୁ ଆମେ ଖାଲି ଇଷ୍ଟବୃତ୍ତି କରୁ ଏଇଟା କରୁ ସେଟା ବାର ରଖୁ ସେଟା କରୁ ଏଇଟା ବାର ନେଇ ରଖୁ ପାଇଲା ଇଷ୍ଟବୃତ୍ତି। କିନ୍ତୁ ଇଷ୍ଟବୃତ୍ତି ବିଧାନଟାକୁ ସେ ବର୍ତ୍ତା କରିଥିଲେ। ସେ ବର୍ତ୍ତା କହୁଛନ୍ତି ଏ ଯେଉଁ ଠାକୁରଙ୍କର ଯେଉଁ ଆମର ଯେଉଁ ଦୀକ୍ଷା ନେଲା ଭିତରେ ଯେଉଁ ଦୀକ୍ଷା ପତ୍ରଟା ଅଛି ଯେଉଁ ସ୍ୱତ ଅନୁଜ୍ଞା ସ୍ୱତ ଅନୁଜ୍ଞାଟା ପାଠ କଲା ପରେ ଇଷ୍ଟବୃତ୍ତି କରାଯାଏ। ଆଉ ଇଷ୍ଟବୃତ୍ତି କଲା ପରେ ସ୍ୱତ ଅନୁଜ୍ଞାଟା କରାଯାଏ। ତେଣୁ ତାର ଯେଉଁ 6ଟା ଜିନିଷ ଅଛି ଅକ୍ରୋଧି ଅମାନି ନିରଳସ କାମ ଲୋଭ ବସି ଇଷ୍ଟପ୍ରାଣ ସେବା ଇଏ 6ଟା ଏତେ ଖରାପ କାର୍ଯ୍ୟ। ଠାକୁର ତ ବହୁ ଚାଲାକି ବହୁ ଭାବରେ ବୈଜ୍ଞାନିକ ସାହିତ୍ୟିକ ଯାହା ଯେଉଁଠି ନଦେବେ ସମସ୍ତ ଜିନିଷ ଠାକୁର ଗୋଟେ କରୁଥିଲା। ଠାକୁର ଦେଖିଲେ ଇଏ 6ଟା ଜିନିଷ ପାଇଁ ଲୋକ ମୃତ୍ୟୁମୁଖର କାରଣ ହେଉଛି। ଅକ୍ରୋଧି କ୍ରୋଧ କରିକି ରାବଣ ମଲା, ଅମାନି ମାନ କରିକି ଦୁର୍ଯ୍ୟୋଧନ ମଲା, ନିରଳସ ଅଳସ ହେଇକି କୁମ୍ଭକର୍ଣ୍ଣ ମଲା, କାମ ଲୋଭ ହେତ ବସି କଂସ ମଲା, ଇଷ୍ଟପ୍ରାଣ ନ ହୋଇ କୁରୁବଂଶ ଧ୍ୱଂସ ହେଲା, ସେବାପଟ ନ ହୋଇ ଯଦୁବଂଶ ଧ୍ୱଂସ ହେଲା। କିନ୍ତୁ ଇଏ ବିଧାନଟାକୁ ସତ୍ସଙ୍ଗ ଭିତରେ ବହୁ ଭାବରେ ଏଇଟା ପ୍ରଚାର ପ୍ରସାର ହେଇନଥିଲା। ଆଉ ଏଇଟା କରିକିରି ତାପରେ ଇଷ୍ଟବୃତ୍ତି କାହିଁ କରିବ କି ତାକୁ 2 ଦିନ 4 ଦିନ କରିବ ଏ କଥାଟା ବି କ୍ଲାରିଫାଏ ହେଇନଥିଲା। ତେଣୁ ସେ ବର୍ତ୍ତା ତାକୁ ବାସ୍ତବ ରୂପ ଦେଲେ ଯେ ଠାକୁର ଏ ଯେଉଁ କଥା କହିଛନ୍ତି ଆତ୍ମ ସ୍ୱତ ଅନୁଜ୍ଞା ତାକୁ ପାଠ କରିବେ ତାପରେ ଇଷ୍ଟବୃତ୍ତି କରିବେ। ଆଉ ଇଷ୍ଟବୃତ୍ତି କରିକିରି ସ୍ୱତ ଅନୁଜ୍ଞା କଥାଟା ପାଠ କରୁଥିବା ବ୍ୟକ୍ତି ତ ସେଟା କାର୍ଯ୍ୟକାରୀ ନହେଲା ଇଷ୍ଟବୃତ୍ତି ସଫଳ ହୁଏ। ତେଣୁ ଇଷ୍ଟବୃତ୍ତି ସଫଳ ହେବାର ବାଟ ଆପଣ ତ ଇଷ୍ଟବୃତ୍ତି ସମସ୍ତେ କରୁଛେ। ଯେତେବେଳେ ତ ଇଷ୍ଟବୃତ୍ତି ସଫଳ ହେବ ଆମେ ସମସ୍ତେ ଦାସିଆ ବହି ସୁଦାମା ମୁଚି ରାମଦାସ ସମସ୍ତେ ହେଇପାରୁନେ କାହିଁକି? ଇଷ୍ଟବୃତ୍ତି ବହୁ ଲୋକର ସଫଳ ହେଉଛି ବହୁତ ସୁଖ ଶାନ୍ତି ଭିତରେ ଅଛନ୍ତି ମୁଁ ମନା କରୁନି। ସେ ବର୍ତ୍ତା ଏ ଇଷ୍ଟବୃତ୍ତି ସଫଳ ହେବାର ସବୁ କୌଶଳ ବତେଇଦେଲେ। ଦିନେ ସେ ବର୍ତ୍ତା ଯାଉଛନ୍ତି ଗାଡ଼ିରେ ଯାଉଛନ୍ତି ଗାଡ଼ିରେ ଗଲା ଭିତରେ ବାଟରେ ଗୋଟେ ହମ୍ପ ପଡ଼ିଲା। ହମ୍ପ ପଡ଼ିଲା ଭିତରେ ସେଠୁ ବର୍ତ୍ତା ବହୁତ ବୃଦ୍ଧ ହେଇଗଲେଣି। ବର୍ତ୍ତାଙ୍କୁ କଷ୍ଟ ହେଉଛି ଡ୍ରାଇଭର କ'ଣ କଲା ବୁଲେଇ ନେଲା ତଳ ପଟେ ଗାଡ଼ିରେ। ସେପଟେ ଯାଇ ଗାଡ଼ି ପହଞ୍ଚିଲା ବର୍ତ୍ତା ଡ୍ରାଇଭର ପଚାରିଲେ କହିଲେ ଗାଡ଼ିଟା ବୁଲେଇଲୁ କାହିଁକି? କାହିଁକି ହମ୍ପଟା ଅଛି ତ ଆପଣଙ୍କୁ ଧରପଟ କଲେ କଷ୍ଟ ହେବ ବୁଲିଆ ନା ଗାଡ଼ି ଫେରା। ଗାଡ଼ି ଫେରା ହେଇକି ଆସିଲା ଭିତରେ ବର୍ତ୍ତା କହିଲେ ସେ ହମ୍ପ ଡିଆଁକିରି ଗାଡ଼ି ନେଇ ହମ୍ପ ଡିଆଁକିରି ଗାଡ଼ି ଗଲା ବର୍ତ୍ତାକୁ ଧରପଟ ହେଇଗଲେ। ସେପଟେ ଯାଇ ବର୍ତ୍ତା କହୁଛନ୍ତି ରାସ୍ତାର ନିୟମଟାକୁ ନ ମାନିଲେ ଏଠି ବହୁତ ଆକ୍ସିଡେଣ୍ଟ ହେଇଛି। ତେଣୁ ରାସ୍ତାର ନିୟମଟାକୁ ନ ମାନିଲେ ଇଷ୍ଟବୃତ୍ତି ସଫଳ ହୁଏ। ଇଷ୍ଟବୃତ୍ତି କରିଥିଲୁ ନା ରାସ୍ତାର ନିୟମଟାକୁ ନ ମାନିଲେ ଇଷ୍ଟବୃତ୍ତି ସଫଳ ହୁଏନା। ଆଉ ଦିନେ ସେ ବର୍ତ୍ତା ଯାଉଛନ୍ତି ସେ ଗୋଟେ ପାଣି ଟ୍ୟାପ ସବୁ ଯୋଉଠି ଶୋଷି ଲୋକ ସେଠି ପିଉଛନ୍ତି କିଏ ବନ୍ଦ ହେଉଛି ସେ ପାଣି ଟ୍ୟାପଟା କିଏ ପିଇଛି ଖୋଲି ଦେଇକି ଯାଏ ପାଣିଟା ଧରୁଛି ଗୋଟେ ବର୍ତ୍ତା କଲେ ଗାଡ଼ି ରଖ ଗାଡ଼ି ରହିଲା ବର୍ତ୍ତା କଲେ ଯା ସେ ପାଣି ଟ୍ୟାପଟା ବନ୍ଦ କର। ନା ଆଜ୍ଞା ପାଣି ଟ୍ୟାପଟା ମୁଁ କାହିଁ ବନ୍ଦ କରିବାକୁ ନା ପାଣି ଟ୍ୟାପ ବି ଛରିକି ଶୁଖିଯିବ ତେଣୁ ଶୋଷିଲା ଲୋକ ଆସିଲେ ପାଣି ବିନା ପିଇଲେ ମରିଯିବ। ତେଣୁ ଆମେ ଏଇଟା ଦେଖିଲେ ଆମେ ଏଇଟା ବନ୍ଦ କରିବା କଥା ନହେଲେ ଇଷ୍ଟବୃତ୍ତି ସଫଳ ହେବ। ମାନେ ଦେଖନ୍ତୁ ଇଷ୍ଟବୃତ୍ତି କେତେ ମହାନ କଥା ସମସ୍ତ ଜିନିଷ ଏ ଇଷ୍ଟବୃତ୍ତି ଆମର ଜୀବନ କିଭଳି ସବୁ ବର୍ତ୍ତା କ୍ଲାରିଫାଏ କରିଦେଇଛନ୍ତି। ଆଉ ଦିନେ ସେ ବର୍ତ୍ତାଙ୍କ ଆନନ୍ଦ ବଜାର ମୁଁ ଥରେ ଖାଇଛି। ତେଣୁ ବର୍ତ୍ତାଙ୍କ ଆନନ୍ଦ ବଜାର ବହୁ ସୁବିଷ୍ଟ ଭୋଜନ হয় ଯାହାକି ତୁମ 100-150 ଲୋକ ବସିକରି ଖାଆନ୍ତି। ବର୍ତ୍ତା ଖାଇ ବସିଛନ୍ତି ଜଣେ ଭାଇ ସେଠି ଖାଇ ବସିଛନ୍ତି ବହୁତ ସୁବିଷ୍ଟ ଖାଦ୍ୟ ହେଇଛି ସମସ୍ତେ ଆନନ୍ଦରେ ଖାଉଛନ୍ତି। ଇଏ ସବୁ ଜୀବନ ବିଗିଲେ ବହୁତ ଧରିଯିବ ତାର ଭିତରେ ଅଧେ ଖାଇଛନ୍ତି ଅଧେ ପତରେ ଛୁଆଇଛି। ବର୍ତ୍ତା ତାଙ୍କ ପାଖରେ ବସିଥିଲେ ବର୍ତ୍ତା ପଦଟାକୁ ସଫା କରିଦେଇଛି। ସେ ତାଙ୍କୁ କହିଲେ ଯେ ଭାଇ ଏଇଟା ଏତେ ଛାଡ଼ିଲୁ କାହିଁକି? ଆଜ୍ଞା ଧରିଦେଲି ଖାଇପାରିନି ନା ତୁ ମାନେ 3 ଥର 5 ଥର ଦିଆ ହେଉଛି ତୁ ଆସ୍ତେ ଆସ୍ତେ ମାଗିଥାନ୍ତୁ। ତୁ ତ ଯେତିକି ଖାଇଛୁ ଗୋଟେ ଲୋକର ଅଧା ପେଟ ହେବ ଆଉ ଏମିତି ଯଦି 10-30ଟା ପତ୍ର ସେମିତି ଫୋପଡ଼ା ହେବ ସେ 20ଟା ଲୋକଙ୍କର ଖାଦ୍ୟଟା ଫୋପଡ଼ା ହେଇଗଲା। ଆଜ୍ଞା ଭୁଲ ହେଇଗଲା ନା ଏଇ ଯେଉଁ ଭୁଲଟା ହେଲା ଆମେ ଇଷ୍ଟବୃତ୍ତି ସଫଳ ହୁଏ। ଆମେ ଗୋଟେ ନ୍ୟାୟ ନିମନ୍ତେ ଭୋଜି ଖାଇବାକୁ ଅଧା ଖାଉଛୁ ଅଧା ଫୋପାଡ଼ି ଯାଉଛି। ତେଣୁ ସାଂଘାତିକ ଭୁଲ। ବର୍ତ୍ତା କହୁଛି ମୁଁ ଯେତେବେଳେ ଖାଏ ପତ୍ରଟାକୁ ଚାଟି ଚୁଟିକିରି ସଫା କରିଦିଏ। ତେଣୁ ଏ ଜିନିଷଟା ସବୁ ଆମେ ଜାଣିନଥିଲେ। ତେଣୁ ବର୍ତ୍ତା କହୁଛି ନହେଲେ ଇଷ୍ଟବୃତ୍ତି ସଫଳ ହୁଏ। ତେଣୁ ଇଷ୍ଟବୃତ୍ତି ଅତି ଗୁରୁତ୍ୱପୂର୍ଣ୍ଣ କଥା ସବୁ ବର୍ତ୍ତା କ୍ଲାରିଫାଏ କରିଛନ୍ତି। ଇଷ୍ଟବୃତ୍ତିର ଗୋଟେ ବହି ଅଛି ପଢ଼ିବେ।
ତାଙ୍କର ସବୁ ଲୀଳା ବହୁତ କଥା ଏଦିନେ ସେ ପର୍ଦା ଠାକୁର ଭୋରୁ ଉଠିଲା ବେଳକୁ ପର୍ଦା କ'ଣ କରିଦେବେ ସେ ଗୋଟେ ଫରେନ୍ ଟାଇପ୍ର ଫୁଲ ମାନେ ଏ ବଜାରରେ ସେ ଫୁଲଟା ଦାମ 100-150 ଟଙ୍କା ଆଉ ଠାକୁର ସେ ଫୁଲଟାକୁ ବହୁତ ମାଛ ବୋଲେ ଆପଣ ବଢ଼ିଆ ଫରେନ୍ର ଫୁଲ ସେଟା ଆଶୀର୍ବାଦ ଥାଏ ସେ ଠାକୁର ଫୁଲଟା ଦେଇ ଭାରି ସକାଳୁ ଖୁସି ହେଇଯାନ୍ତି ତେଣୁ ଏଇଟା ପର୍ଦା କାର୍ଯ୍ୟ ପର୍ଦା କ'ଣ କରନ୍ତି ରାତି ପର୍ଦା ତ ରାତିରେ ଶୁଅନ୍ତିନି ସ୍ୱତନ୍ତ୍ର ପଢ଼େ ସେ ଠାକୁରଙ୍କର ସେ ରାତିରେ ଉଠି ତାଙ୍କର ଧାରଣା କରି ଇଷ୍ଟବୁଦ୍ଧି ସେ କରି ଗୋଟେ ମାଳି ବାଦନା କରିଛି ଆସେନି ଆଉ ସେ ଫୁଲଟା ଭାରି ଦାମିକା ଫୁଲ ଆଉ ସେ ଫୁଲ ଦିନ ମାନେ 5-10ଟା ଖଣ୍ଡେ ଫୁଲ ଫୁଟେ ଆଉ ଇଏ ତାକୁ ବିକ୍ରି କରି ଚଳନ୍ତି ମାଳି ତାର ସ୍ତ୍ରୀ ସବୁ ଚଳନ୍ତି ତା ପିଲା ଛୁଆ ପର୍ଦା ଦେଖିଲେ ଏ ଫୁଲଟାକୁ ଠାକୁର ବହୁତ ଭଲ ପାଉଛନ୍ତି ସେଠୁ କ'ଣ କରିବେ ସମସ୍ତ କାର୍ଯ୍ୟକ୍ରମ କରିକିରି କିଛି ଗୋଟେ ଫୁଲ ସେଠୁ ଛିଡ଼େଇ ଯାଇକି ପର୍ଦା ମାନେ ଠାକୁରଙ୍କ ମୁହଁରେ ଥୋଇଦେଲେ ଠାକୁର ଉଠି ଭାରି ଖୁସି ହେଇଯାନ୍ତି ଆଉ ଅନ୍ତର୍ଜାତୀୟ ସବୁ ଜାଣିଛନ୍ତି ଏ ଯେଉଁ ଲୀଳା ଚାଲିଛି ଏମିତି 8-10 ଦିନ ଧରି ଚାଲିଛି ଠାକୁର ସେ ଫୁଲକୁ ଯଦି ଭାରି ଖୁସି ହେଇଯାନ୍ତି ସେଠୁ ଦିନେ ମାଳି ଦେଖିଲା ଆମର ଯେଉଁ ଫୁଲ ପଡ଼ୁଛି ଆଙ୍ଗୁଠି ଗଣ୍ଠି ଫୁଲ କିନ୍ତୁ ତାକୁ ଫୁଲ ଯିଏ ଚୋରି ଗଲାଣି କ'ଣ କରିବା ଆଉ ତୁ ଗୋଟାଏ ଫୁଲ ନେଇଗଲା ମାନେ 100-150 ଟଙ୍କା ନେଇ ଚାଲିଗଲା ଆଉ ସେଠୁ ମାଳି ଆଣି କହିଲା ଜଗିଦେବା ଜଗିଦେଲେ ରାତିରେ ଆଉ କିଏ ଫୁଲ ଚୋରି କରୁଛି ଧରିବା ପାଇଁ ନା ଡେଲି ଫୁଲ ଚୋରି କରୁଛି ନା ଜଗିଦେଲେ ଝିଅ ମାଳି ଏବଂ ତା ସ୍ତ୍ରୀ ଯାଇକି ଦୂରରେ ଠିଆ ହେଇଛନ୍ତି ଆଡ଼ୁଆ ତାକୁ ଯେମିତି କିଏ ଦେଖି ନପାରେ ଚୋର ଦେଖି ନପାରେ ପର୍ଦା ତାଙ୍କ କାର୍ଯ୍ୟକ୍ରମ ଟକିନୁଟା ଛିଡ଼ି ଆଣିছিବି ଆଉ ମାଳି ସେଠୁ ମାଳି ଆଣି କ'ଣ କଲେ ମାଳିକି ଟାଣିକି ଧରିଲା ଠାକୁରଙ୍କ ପାଇଁ ଆମର ଗୋଟେ ବେପାର ଫୁଲ ଇଏ କରିଛେ ଠାକୁରଙ୍କ ପୁଅ ଚୋରି କରୁଛି ମିଠେଇ କାହା କ'ଣ ଚୋର ଧରିଲା ତମେ କାଲି ଚାଲିବ ଠାକୁରଙ୍କୁ କହିବ ଆମେ ଫେରି ଆସିଲା ଆଉ କାହାକୁ କିଛି କହିଲିନି ସେଠୁ ତା ପରଦିନ ଇଏ ଲୋକ ଆଶ୍ରମ ଗଲା ଯାଇକି ସବୁ ଠାକୁର ସେ ମଧ୍ୟାହ୍ନ ସମୟ ଖାଇକି ଖରାଦିନ ଗୋଟେ ଖୋଲା ତକ୍ତା ବାହାର କରିଛି ତା ଉପରେ ଶୋଇଛନ୍ତି ଏମିତି ହାତଟାକୁ ତକିଆରେ ଦେଇକି ଶୋଇଛନ୍ତି ନିଜରେ ଶୋଇନାହାନ୍ତି ସେଠୁ ଇଏ ଯାଇକି ମାଳି ପହଞ୍ଚିଗଲା ମାଳି ପହଞ୍ଚି ହାତ ଧରିକି ଠିଆ ହେଇଛି କହିଲେ କୁଆଡ଼େ ଆସିଛନ୍ତି କ'ଣ ତମେ ସବୁ ଜାଣନ୍ତି ଗୋଟେ ପଇସା ଉଦାହରଣ କରି ଦେଖେଇବ ତ ସେଠୁ ଆଜ୍ଞା ଟିକେ ଆପଣଙ୍କ ପାଖକୁ ଆସିଥିଲି ନା କାହିଁ ଆସିଥିଲୁ କହୁନୁ ନାଇଁ ଟିକେ କହିବାକୁ ଭୟ ହେଉଥିଲେ କ'ଣ କହୁନୁ କାହିଁ ଆସିଥିଲୁ ଆଜ୍ଞା ସେ ଭକ୍ତାକୁ ଟିକେ ତାତି କରିବେ ନା କ'ଣ ତାକୁ ତାତି କରିବୁ ଆଜ୍ଞା ମୋ ବଗିଚାରେ ଯାଇ ଡେଲି ଗୋଟିଏ ଫୁଲ ଛିଡ଼ି ଆଣୁଛୁ ତୁ ବଗିଚାରେ ଫୁଲ ଛିଡ଼ି ଆଣୁ ନା ତୁ ଦେଖିଲୁ ନା ଆଜ୍ଞା ଆଚ୍ଛା ବସ ହେଇଛି ପର୍ଦା ଖାଇ ବସିଥିଲେ ଅଧା ଖିଆ ହେଇଛି ଠାକୁର ଡାକ ପକେଇଲେ ପର୍ଦା ଆସି ପହଞ୍ଚିଲେ ଅଇଁଠା ହାତ ପହଞ୍ଚିକି ଠାକୁରଙ୍କୁ ପ୍ରଣାମ କରି ହାତ ବିଡ଼ିକି ଠିଆ ହେଇଛନ୍ତି ଅଇଁଠା ହାତ ଭଲ ହାତ ବିଡ଼ିକି ଠିଆ ହେଇଛି ଠାକୁର ଚିନ୍ତା କଲେ ମାଳିର ଫୁଲ ଚୋରି କରିଛି ମାଳି ଆସି ମୋ ପାଖରେ ଗୁହାରି କଲେ ଅଥଚ ମାଳିଟା ପାଖରେ ଭୁଲ ମାଗୁନି ସେଠୁ ଠାକୁର ଉଠି ଆସିଲେ ଠାଏ ଠାଏ ଦୁଇଟା ପ୍ରାର୍ଥନା ପର୍ଦାକୁ କହିଲେ ପର୍ଦା ଗାଲ ଏମିତି ବୁଲିଗଲା ତଥାପି ପର୍ଦା କିଛି ନିସ୍ତବ୍ଧ କରି ଠିଆ ହେଇଛି କିନ୍ତୁ କି ପ୍ରକାର ଭୁଲ କଲି ମୋତେ ଠାକୁର ଏମିତି ଭାବରେ ମାରିଲେ ଠାକୁର ଚିନ୍ତା କରୁଛନ୍ତି କହିଲେ ମୋତେ ମାରିଲେଣି ତଥାପି ମାଳି ପାଖରେ ଭୁଲ ମାଗୁନି ଠାକୁର କ'ଣ କରିଦେଲେ ଶୋଇଥିଲେ ସେ ଯେଉଁ ତକ୍ତାଟାର ମଶାରୀ ବାଡ଼ା ଅଛି ମଶାରୀ ବାଡ଼ାଟାକୁ ଘିନି ଆସିକି ସବୁ ପର୍ଦାକୁ ବାଡ଼େଇଲେ ସେ ଗୋଟାଏ ଜଙ୍ଘରେ ଠାକୁର ବାଡ଼ଉଛନ୍ତି ବର୍ତ୍ତମାନ ଡାହାଣ ଜଙ୍ଘରେ ଠାକୁର ବାଡ଼ଉଛନ୍ତି ଏ ବାଡ଼େଇଲା ଭିତରେ ମଶାରୀ ବାଡ଼ା ଆଉ ଖଟ ବାଡ଼ା ଭାଙ୍ଗି ନାଗିକିରି ମଶାରୀ ବାଡ଼ରେ ଝିଗଡ଼ ହେଇଗଲା ସେତେବେଳେ 5-7 ପାରେ ଠାକୁର ବାଡ଼େଇ ସାରିଲେ ଏଇ ସମୟରେ ଯେତେବେଳେ ଇଏ ସ୍ତମ୍ଭୀଭୂତ ହେଇଗଲା ବର୍ତ୍ତା କ'ଣ କଲେ ତାଙ୍କ କାନ୍ଧରେ ଗାମୁଛାଟା ପକାଇଦେଲେ ଗାମୁଛାଟା ଭାବରେ ଠାକୁରଙ୍କୁ ବିଛା ଦେଇଛନ୍ତି ମାନେ ବର୍ତ୍ତା କହୁଛନ୍ତି ମୁଁ କି ପ୍ରକାର ଭୁଲ କଲେ ତ ମୁଁ ଜାଣିନି ତେଣୁ ଠାକୁର ଯେତେବେଳେ ମାରୁଛି ମୋଟା କିଛି ଭୁଲ ମୁଁ କରିଛି ଆଉ ଠାକୁର ଏଭଳି ଭାବରେ ଧର୍ମାକ୍ତ ଅତି ଅସ୍ତବ୍ୟସ୍ତ ହେଇପଡ଼ିଲି ତେଣୁ ଠାକୁର ଉପଶମ ହେବା ଟିକେ ଦରକାର ଠାକୁର ବିଛଣାଟା କାଢ଼ିକି ଠାକୁରଙ୍କୁ ବିଛା ଲଗେଇଛନ୍ତି ଗାମୁଛାରେ ସେଠୁ ଗୋଟେ ରଡ଼ ସେଇଠି ପଡ଼ିଥିଲା ରଡ଼ଟାକୁ ଠାକୁରଙ୍କ ହାତକୁ ବଢ଼େଇ ଦେଇଛନ୍ତି ଠାକୁର ମୁଁ ତ କି ପ୍ରକାର ଭୁଲ କରିଛି ମୁଁ ଜାଣିନି ତେଣୁ ଆପଣ ଯେତେବେଳେ ମୋତେ ଦଣ୍ଡ ଦେଉଛନ୍ତି ତେଣୁ ମୁଁ ଗୋଟେ କିଛି ଭୁଲ କରିଛି ତେଣୁ ମୋତେ ଆଉ କ'ଣ କ୍ଷମା କରିବେନି ସେଠି ମାଳିସିରେ ଯାଇ ଠାକୁରଙ୍କ ଗୋଡ଼କୁ ମାଡ଼ିକି ବୋହବ କାନ୍ଦୁଛି ଠାକୁର ଆଉ ପର୍ଦାଙ୍କୁ ମାରନ୍ତୁନି ଆପଣ ପର୍ଦାଙ୍କ ଭିତରେ କିଛି ତଫାତ ନାହିଁ ମୋର ଆଜି ଯେଉଁ ଫୁଲ ବାଗନା ଫ୍ରି ଡେଲି ପର୍ଦା ଫୁଲ ନେଇକି ଆପଣଙ୍କୁ ଭେଟି ଦେବେ ଏଇ ଯେଉଁ ପିତାପୁତ୍ର ଲୀଳା ଠାକୁର କେବଳ ପର୍ଦା ଆସିକି ପିତାପୁତ୍ର ବହୁ ପିତାପୁତ୍ର ଲୀଳା ସବୁ କରିଛନ୍ତି ମା ପୁଅର ଲୀଳା କରିଛନ୍ତି ଭାଇ ଭାଇରେ ଲୀଳା କରିଛନ୍ତି ଏଇ ଦିନେ ପରମା ଠିଆ ହେଇଛିନି ଖରାଦିନ ହେଇଛି ଗୋଟେ କାଠ ଗୋଡ଼ ଉପରେ ରୋଷେଇବାସ କରିଛନ୍ତି ଧର୍ମାକ୍ତ ହେଇଛନ୍ତି ସେ ଠିଆ ହେଇଛିନି ମାନେ ଗୋଡ଼ଟାକୁ ଟେକିକିରି ପବନଟା ଖାଉଛି ମୁଣ୍ଡରୁ ବାରବାନ ଗୋଡ଼ଟା ଖସି ଯାଉଛି
ପର୍ଦ୍ଦା ଦେଖିଲେ ଏଠି ତ କେହି ନାହାନ୍ତି ଆଉ ମୁଣ୍ଡରେ ମାଆଙ୍କର ଓଢ଼ଣାଟା କହିଦେଉଛି ମାଆ ଏତେ ବାରମ୍ବାର ଓଢ଼ଣା କାହିଁକି ଦେଉଛନ୍ତି ସେଠୁ ମାଆଙ୍କ ପାଖକୁ ଚାଲେ ପ୍ରଣାମ କରିକିରି ମାଆଙ୍କୁ ପଚାରୁଛନ୍ତି କିନ୍ତୁ ଆମେ ମାଆକୁ ତୁ ତା ବ୍ୟବହାର କରୁଛୁ ସତ୍ସଙ୍ଗ ଜଣେ ମାଆକୁ ତୁମେ ଆପଣ ଯୋଉ କହିବା କଥା ସତ୍ସଙ୍ଗରେ ଜଣେ ଝିଅ ମାଆକୁ ପ୍ରଣାମ କରିବ ସାଙ୍ଗେ ଭୁଲ ଝିଅ ମାଆକୁ ପ୍ରଣାମ କରିବା କଥା ତେଣୁ ଏସବୁ ଜିନିଷ ଆମେ ଜାଣିନେ ଗୋଟେ ପର୍ଦ୍ଦା ଯାଇ ପ୍ରଣାମ କରି ମାଆଙ୍କୁ ହାତ ଧରି ଠିଆ ହେଇକିରି କହୁଛନ୍ତି ମାଆଙ୍କ ପ୍ରଶ୍ନ ମୁଁ କଥା ମୁଁ ଆପଣଙ୍କୁ ପଚାରିବି ନା କ'ଣ ବାପା ପଚାରିବି ନା ଏଠି ତ ବାପା ନାହାନ୍ତି କି ଜେଜେ ନାହାନ୍ତି ଆପଣଙ୍କ ମୁଣ୍ଡରୁ ଓଢ଼ଣାଟା ବାରବାର ଖସିଯାଉଛି ଆପଣ ଓଢ଼ଣାଟା କାହିଁକି ଦେଉଛନ୍ତି ସେ ବଡ଼ମା ସେତିକିବେଳେ ବର୍ତ୍ତମାନ କହୁଛନ୍ତି ଆରେ ମୁଁ ତୋର ବାବା ପାଇଁ କି ଜେଜେ ପାଇଁ ଦିଆଗଲା ଯେଉଁ ମାଆ ମୁଣ୍ଡରୁ ଓଢ଼ଣାଟା ଖସିତା ପିଲା ଛୁଆ ସବୁବେଳେ ରୁଗୁଣ ହୁଅନ୍ତି ନିରୋଜକାରୀ ହୁଅନ୍ତି ତାଙ୍କର ମନଟା ପ୍ରଫୁଲ୍ଲ ହୁଏ ନା ବହୁ ରୋଗ ଶୋକ ଦୁଃଖ ଯାତ୍ରା କହେ ମୁଁ ବାପା ତୋରି ବି ବା ଓଢ଼ଣା ଦେଉଛି ଏ କଥା ସବୁ ଆମେ ଜାଣିନଥିଲେ ସତ୍ସଙ୍ଗ ଗୋଟେ ଧର୍ମୀୟ ଟେଲିଭିଜନ ମଣିଷ ସତ୍ସଙ୍ଗ ଗଲେ ଏ ଜିନିଷ ସବୁ ଶିଖେ ଯଦି ଶିଖିବାଟା ନହେଲା ଜୀବନଟା ବି ଠିକ୍ ଆସୁନି ତେଣୁ ସଦାବେଳେ ଇଷ୍ଟବୃତ୍ତି ଗୋଟା ଏଭଳି ଜିନିଷ ସଦାବେଳେ ଇଷ୍ଟବୃତ୍ତି କରିବେ ଠାକୁର କ'ଣ କଟା କ'ଣ ମା କ'ଣ ଆଚାର୍ଯ୍ୟ କ'ଣ ଦାଦା କ'ଣ ସମସ୍ତେ ସମୃଦ୍ଧି ଗୋଟେ କଥା କହି ଇଷ୍ଟବୃତ୍ତିର କଥା ମୋର ବକ୍ତବ୍ୟ ଶେଷ କରିଦେଉଛି ସମୟ ହେଇଗଲାଣି ଦିନେ ଠାକୁର ବସିଛନ୍ତି ଆଶ୍ରମରେ ବସିଲା ଭିତରେ ନନ୍ଦଦୁଲାଲ ମଜୁମଦାର ପ୍ରଖ୍ୟାତ ନାମରେ ତୀର୍ଥତା ଥିଲେ ସେ କ'ଣ କରିଛନ୍ତି ବସିକିନି ବୟସ୍କ ଲୋକ ଠାକୁରଙ୍କ ସମସାମୟିକ ବୟସ୍କ ଲୋକ ବସିକିନି ମୁଣ୍ଡକୁ ଏମିତି କରୁଛନ୍ତି ଯେଉଁ ଠାକୁର କହିଲେ ନନ୍ଦଦାନ ଆଜ୍ଞା ଯେଉଁ ଆଳାପ ଆଲୋଚନା ହେଉଛି ଆପଣଙ୍କ ମନକୁ କ'ଣ ଏଠି ଯାଉନି ନାଇଁ ଆପଣଙ୍କ କଥା ମନକୁ କ'ଣ ଏମିତି ଆପଣ ସେ ମୁଣ୍ଡ ହଲଉଛି ଆଜ୍ଞା ମୁଣ୍ଡ ହଲଉଛି ଅନେକ ଭାଇମାନେ କହୁଥିଲେ ସବୁ ଗୋଟାଏ ଜିନିଷ ଆଜ୍ଞା ବିଧାନଟା ଆପଣ ଭୁଲ କରିଛନ୍ତି କ'ଣ ମୁଁ ଭୁଲ କରିବି ସତ ମତେ ଯେତେବେଳେ ଆସନ୍ତି ଭୁଲ କିଛି କରନ୍ତିନି ଆପଣ ଗୋଟାଏ ଜିନିଷ ଭୁଲ କ'ଣ କରିଛନ୍ତି ଇଷ୍ଟବୃତ୍ତି ଏଇ ଇଷ୍ଟବୃତ୍ତି କ'ଣ ମୁଁ ଭୁଲ କଲି ପଇସାଟା ଟିକେ କଷ୍ଟ ହେଉଛି ଉଠିକିରି କରିବାଟା ଅନେକ ଭାଇମାନଙ୍କର ସବୁ ପଇସା ପତ୍ର ନାହିଁ ଅସୁବିଧା ହେଉଛି ଠାକୁର ସେଇଠି କହିଦେଲେ ନନ୍ଦଦା କହିଲେ ନନ୍ଦଦା ଯଦି ଆପଣଙ୍କୁ ପଇସା ଇଷ୍ଟବୃତ୍ତିଟା କରିବା କଷ୍ଟ ହେଉଛି ଫଳ ଫଳ ମାଟି ଗୋଳି ଏସବୁ ଆଲୋଚନା ପ୍ରସଙ୍ଗେ ଠାକୁର କହିଛନ୍ତି ଏସବୁ କରୁନା ସମସ୍ତଙ୍କ ମନ କ୍ଲିୟର ହେଲା ନନ୍ଦଦା ଏତେ ଗୁଡ଼ିକ ଲୋକ ଠାକୁରଙ୍କ ମୁହଁରେ କେହି ଜବାବ ନ ଦିଅନ୍ତି ଆଜି ଗୋଟେ ଜିନିଷଟା କ୍ଲିୟର କରିଦେଲେ ତେଣୁ ଅନେକ ଲୋକ ଗଲେ କିନ୍ତୁ କେହି ଆଉ କରିନା ତାକୁ ସମୟ ଖୁସି ଶିଖିବା ନା ହଠାତ୍ କ'ଣ ଠାକୁର କହିଦେଲେ କରିବା ଗୋଟେ ଜଣେ ଭାଇ ଥିଲେ ହରିଡ଼ା ଚାଷୀର ସିଏ ଯେଉଁ ଯାଇ ତାଙ୍କ ମାଆଙ୍କୁ କହିଲେ ନନ୍ଦଦା ବହୁତ ବଢ଼ିଆ କଥା ଆଜି ପୁରା ଟୋଟାଲ କ୍ଲିୟର କରିଦେଲେ ଆମେ ତ କରିବି ତମକୁ ପଇସାଟା କରିଦେଲା ଠାକୁର କହିଲେ ଫଳ ଫୁଲ ମାଟି ଗୋଳି ଯାହା ପାଇଁ ତା ଇଷ୍ଟବୃତ୍ତି କରାଯାଏ ଆମେ ତାକୁ ହରିଡ଼ା କରିବା ସେ ହରିଡ଼ା ଚାଷୀ ଏକରେ ଖଣ୍ଡେ ହରିଡ଼ା ଚାଷ କରିଦିନି କହିଲା ଗୋଟାଏ ଗୋଟା କ'ଣ କରିବା ତାଙ୍କ ପରିବାରରେ 11 ଜଣ ସିଏ ତା ସ୍ତ୍ରୀ ତାର ବାପା ବୋଉ ପିଲା ଛୁଆ ମାନେ 11 ଜଣ ଗୋଟେ ହରିଡ଼ା ପାଟିଏ ଖଣ୍ଡେ ଧୋଇ ଜାଣିଛି ବେଳେ ବେଳେ କରିଛି 11 ଆଞ୍ଜୁଳା ହରିଡ଼ା ଦିନକୁ 11 ଆଞ୍ଜୁଳା ହରିଡ଼ା ଆଉ ସିଏ ଯେଉଁଦିନ ଆଶ୍ରମରେ କଥାଟା ଶୁଣିଦେଲେ ସେଦିନ 25 ଦିନର ଇଷ୍ଟବୃତ୍ତି ସେ କରିଦେଲେ ତାପରେ ଯେତେବେଳେ ଇଷ୍ଟବୃତ୍ତି ପୁରୀ ଯାଏ ସେ ଏବେ ବି ସେ ଫିଲାନ୍ଥ୍ରୋପି ଅଫିସ୍ 7ଟା 5 ଅଛି ଇଷ୍ଟବୃତ୍ତି ଇନଷ୍ଟିଟ୍ୟୁସନ ଠାକୁର ଦିନକ ପାଇଁ କାହା ହାତରେ ଇଷ୍ଟବୃତ୍ତି ଧରିନାହାନ୍ତି ତାକୁ ପସନ୍ଦ ସେଠୁ ଇଏ ସବୁ ଭାଇ କ'ଣ କରିଛନ୍ତି ସେ ପୁରା ରାତି 4ଟାରୁ ଉଠି ଇଷ୍ଟବୃତ୍ତି କରି ନେଇକିରି ଯାଇଛନ୍ତି ଆଗ ଦେଇକିରି ପଳେଇ ଆସିଲେ ତାଙ୍କର ଆଉ ଧାରଣା ନାହିଁ ଯେ 7ଟା 5 ଅଫିସ୍ ମାନେ ଏତେ ଇଷ୍ଟବୃତ୍ତି କିଭଳି ଭାବରେ ଶ୍ରଦ୍ଧା କଲେ ରାତି କାହିଁକି ଉଠି ପଳେଇ ଯାଇଛି କିନ୍ତୁ ଜାଣିଛନ୍ତି 7ଟା 5 ମିନିଟ୍ ଭାବ ବିହଳ ସେଠି ହେଇଯାଇଛି ପହଞ୍ଚିଲେ ଦେଖିଲା ବେଳକୁ ଆଶ୍ରମ ଲୋକ ସବୁ ଉଠୁନାହାନ୍ତି କହିଲା ବେଳକୁ ମୁଁ ଆଗେ ଆଜି ଠିଆ ହେବି ଠାକୁର ତ ଆସିବେ ଇଷ୍ଟବୃତ୍ତିଟା ନେଇକି ପଳେଇବି ଆଉ ମୁଁ ଯେଉଁଟା ଗଜାକର ଇଷ୍ଟବୃତ୍ତି କରିଛି ନା ଏଇଭଳି ଇଷ୍ଟବୃତ୍ତି କେହି କରିନଥିବେ ତାପରେ ଆସ୍ତେ ଆସ୍ତେ ସବୁ ଲୋକ ଆସିଲେ ଯେତେ ଲୋକ ଆସିଲେ ଇଏ ସବୁ କହିଲେ ନା ଆଗରେ ସିନା ଠିଆ ହେଇକି ଇଷ୍ଟବୃତ୍ତିଟା ଦେଇକି ପଳେଇବି ଏତେ ଲୋକ ଆସିଲେ ମୁଁ ପଛକୁ ପଳେଇବି ଯେତେ ଲୋକ ଆସୁନାହାନ୍ତି ତାକୁ ସବୁ ପଳେଇ ଯାଉଛନ୍ତି ପଛକୁ ଏବଂ 650 ଲୋକ ସେଦିନ ହେଇଥିଲା 650 ଲୋକ ପଛରେ ରହିଲେ ଚିନ୍ତା କରୁଥିଲି ଯାହା ମୁଁ ଗୋଟେ ଚାଲା ଏକାଗ୍ର କହିଲି ଯଦି ଖସି ଖସିକି ନ ଆଣିଥାନ୍ତି ତାହେଲେ ବଡ଼ ଅସୁବିଧା ହେଇଥାନ୍ତା ଲଜ୍ଜା କଥାଟା ମୋତେ ଗୁରୁଭାଇମାନେ ସବୁ ନିନ୍ଦା କରିଥାନ୍ତେ ପଛରେ ଠିଆ ହେଇକି ଭାରି ଖୁସି ହେଉଛି ସେଠୁ 7ଟା 5 ହେଇଗଲା ଚେଷ୍ଟା କହିଲେ ଠାକୁର ଆଉ ଇଷ୍ଟବୃତ୍ତିର ସମୟ ହେଇଗଲାଣି ଆପଣ ମୋତେ ପରମିସନ୍ ଦେଲେ ମୁଁ ଭାଇମାନଙ୍କୁ ରିସିଭ୍ କରି ଇଷ୍ଟବୃତ୍ତି ରିସିଭ୍ କରିଦେଇକି ଚେଷ୍ଟା ନା ଚେଷ୍ଟା ଆପଣ ଗୋଟେ କାମ କରୁନାହାନ୍ତି ଆପଣ ଗୋଟେ ଆମର ତ ଡେଲି ଆଗଆଡ଼ୁ ଲାଇନ୍ଟା ଆଜି ପଛଆଡ଼ୁ ଲାଇନ୍ଟା କରିଦେଉନାହାନ୍ତି ମାନେ ଦେଖନ୍ତୁ ଭକ୍ତ ପାଖରେ ଭଗବାନଙ୍କୁ ଭୟ କରନ୍ତା ଠାକୁର କହିଲେ ଆମେ ଗୋଟେ ପାଦା ଦେଇ ପୂଜା କଲେ ଆମେ ଛାଡ଼ ଲାଗି ପାତା ଖାଏ ଆମେ ଭକ୍ତର କାছে ଶାଳଗ୍ରାମ ଥିଲା ଜ୍ଞାନୀର ନିକଟ ବ୍ରହ୍ମକଳା ସେଦିନ ଠାକୁର ଭକ୍ତ ପାଖରେ ଶାଳଗ୍ରାମ ଛିଡ଼ା ହେଇଛି ଭାଇ ଯାଇକି ଚେଷ୍ଟା ଭାଇ ଆଜ୍ଞା ଠାକୁର ଡାକୁଛନ୍ତି ଆପଣ ଇଏ ଥରିଲାଣି ପଡ଼ିବ
କ'ଣ କରିବ ଠାକୁରଙ୍କ ପାଖକୁ ଆସିବ ଅଖାଟାକୁ ବାଁ ହାତରେ ପଛରେ ନଟକେଇଛି ଇଷ୍ଟପତି ପଇସାକୁ ଆଗରେ ଧରିଛି ଠାକୁର ଆଙ୍ଗୁଳା ଦେଖୁ କାହା କହୁଛି ନା ଠାକୁର ହାତ ଦେଖିଥାନ୍ତି ତାହେଲେ ଦେ ପଇସା ହେଉଛି ଯେ ସେଠୁ ପମ୍ପି ଗାଡ଼ି ଗୋଟେ ଭୟ କଲି ଠାକୁର କହିଲା ଏମିତି କ'ଣ କରୁଛୁ ଆଜ୍ଞା 25 ଦିନ ଇଷ୍ଟପତି କରିଛି ନା 5 ଦିନ କରିଛୁ ନା ଆଜ୍ଞା କରିଛି ନା କରିଛୁ କ'ଣ ବଡ଼ମାନ ଗୁଆ କେତେ ଆଣି ମୋତେ ଦିଏ ସେଇଥିରୁ ଭାଙ୍ଗି ଦେ ଭକ୍ତ ଭଗବାନ ଲୀଳା ଚାଲିଛି ଗୁଆ କେତେ ବଡ଼ମାନ ପାଖରୁ ଆସୁଛି ହରିଟା ଭଙ୍ଗା ହେଉଛି ଠାକୁରଙ୍କୁ ନିଜେ କହିଦେଉଛି ସମସ୍ତ 650 ଟଙ୍କା ଆଖି ସବୁ ଲୋଥକ ପୂର୍ଣ୍ଣ ହେଇଗଲେ ସେଦିନ ସମସ୍ତଙ୍କର ଇଷ୍ଟପତି କର ଇଷ୍ଟପତି କରି ଚାଲନ୍ତୁ ଠାକୁରଙ୍କୁ ଜାଣିବେ ବଡ଼ଦାଙ୍କୁ ଜାଣିବେ ମାଆଙ୍କୁ ଜାଣିବେ ଆପଣଙ୍କୁ କରିବା ଭକ୍ତି